हेलो सांग मैंने जय जगन्नाथ केमी अच्छा आशा करছি ମୋ ସାଙ୍ଗମାନେ ବହୁତ ଭଲରେ ଥିବେ। ମୁଁ ବି ଗୋଟେ ପ୍ରକାର ଭଲରେ ଅଛି। ତ ଟାଇମ୍ ହେଇଥିଲା ଆସି 6:30 7ଟା ହେବ କ'ଣ ହେବ ଏମିତି ମୋର କାହିଁ ମନେ ହିଁ ପଡ଼ୁନି କେତେଟା ଟାଇମ୍ ହେବ। ତେଣୁ ମୋର ସବୁ କାମ ମୁଁ ସାରିକିରି ପଳେଇ ଆସିଥିଲି ମୋ କିଚେନ୍କୁ ଆସିକିରି ସେଠୁ ଖାଇବାଟା ବନେଇଥିଲି। ଗରମ ତ ପ୍ରବଳ ଜୋରେ ହେଉଛି ଯାଇଛେ। ଆଜି ମୁଁ ଭାବିଲି ଚକୁଳି ପିଠାଟା କରିବି ଆଉ ମଟର ତରକାରୀଟା ଥିଲା ରାତିରୁ ତାକୁ ଟିକେ ଗରମ କରିବି ସେ ଖାଇବେ। ଆଉ ମୁଁ ଚା ଟିକେ କରିବି ବୋଲି ଭାବିଲି। ଏହା ପାଇଁ ଆସିଲି। ଆଜି ଥିଲା ସଣ୍ଡେରେ ଛୁଆମାନେ ଶୋଇନ୍ତି ଉଠି ନାହାନ୍ତି। ମୁଁ ମୋ ନିତ୍ୟକର୍ମ ସାରି ସବୁ ପୂଜାପୂଜି ସାରି ମୁଁ ମୋର ଆସିଲି। କାହିଁକିନା ସେ ଉଠିଲା ବେଳୁ ମୁଁ କରିକି ଥୋଇ ଦେଇଥିବି। ମୁଁ ଟିକେ ମଧ୍ୟ ଖାଇଦେବି। ସିଏ ତାଙ୍କର ଉଠିବେ ବ୍ରସ୍ କରିବେ ଖାଇବା ପିଇବା କରିବେ। ତ ଚାଲନ୍ତୁ ସାଙ୍ଗମାନେ। ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ ଗୁଡ଼୍ ମର୍ଣ୍ଣିଂ ସମସ୍ତେ କେମିତି କ'ଣ ଅଛନ୍ତି? ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଥିବେ। ଆଉ ତ ମୁଁ ଗୋଟେ ପ୍ରକାର ଭଲରେ ଅଛି। ତ ଟାଇମ୍ ହେଇଗଲାଣି ଟାଇମ୍ ହେଇଗଲାଣି 8:30 9ଟା ହେବ। ତାପରେ ମୁଁ ଆସିଛି ଦେଖୁନାହାନ୍ତି 8:30 9ଟାରେ ଏତେ ଗରମ ଲାଗୁଛି ଏତେ ଝାଳ। ଉପର ଘର ତ ଆମର ବହୁତ ଗରମ। ତାପରେ ହେଉଛି ରୋଷେଇଟା ମୁଁ ଏବେ ବସେଇ ଦେଇଛି। ରୋଷେଇ କ'ଣ ସକାଳର ଖାଇବାଟା ହେଇନି ତ କେତେ ଝାଳ ଦେଖୁନାହାନ୍ତି। ତ ମୁଁ ବସେଇଛି ଚକୁଳିଟା ବସେଇଛି। ମଟର ଆଳୁ ତରକାରୀ ଯେଉଁ ଥିଲା ତାକୁ ଟିକେ ଗରମ କରିଛି। ଆଉ ତାପରେ ଚାହା ଟିକେ ମୋ ପାଇଁ ବସେଇଛି। କାହିଁ ମନ ହେଲା ଚାହା ଟିକେ ପିଇବା ପାଇଁ। ଆଜି ଚାହା ଚକୁଳି କରିକିରି ଚକୁଳି ଯଦି କରିଛି ଚାହା ମଡ଼େଇକିରି ଟିକେ ଖାଇବି। ତ ମଟର ଆଳୁ ତରକାରୀ ସେଇ ଚକୁଳି ପିଠା ଖାଇବି। କାଲି ରାତିରେ ତ ମୁଁ କରିଥିଲି ଆଉ ସେଇଟା ହିଁ ବଞ୍ଚି ଯାଇଛି। ତ ସେ ଛୁଆମାନଙ୍କର ହେଇଗଲା। ଆଜି ହେଲା ସଣ୍ଡେରେ ତ ମୁଁ ସେମିତି କିଛି ନନଭେଜ୍ ତ ଆଣିନି। ଆଉ ଏ ଗରମରେ ଟିକେ ଲେଟ୍ ହେଲା ମାନେ ମୋର ଇଚ୍ଛା ନୁହଁ ଯିବା ପାଇଁ ବାହାରକୁ। ତ ଏତେ ଗରମ ଲାଗିଲାଣି କିଚେନ୍ରେ ତ ରହି ହେଉନି। ତ ଏଇଠି ମୋର ଟିକେ ଆଜି ତାର ଉଠିନି। ଜିନୁ ତାର କ'ଣ କରୁଛି ନା କପଡ଼ା ପତ୍ର ସବୁ ଅଡ଼ୁଆ କରି ପକାଇ ନେଇଛି। ତାକୁ ଫେରେ ଫୋଲ୍ଡ କରି ରଖିବାର ଅଛି। ତ ଆଜିର ଦିନଟି କେମିତି କଟୁଛି କ'ଣ କରୁଛି ଆପଣମାନଙ୍କ ସାଙ୍ଗରେ ମୁଁ କିଛି ସେୟାର କରିବି। ଭିଡ଼ିଓଟି କେଉଁଠି ନା କେଉଁଠି ଭଲ ଲାଗିଲେ ଲାଇକ୍ କରିବେ, ନେଇଥିଲେ ସବସ୍କ୍ରାଇବ୍ କରିବେ ସାଙ୍ଗମାନେ। ମୋତେ ଆଗକୁ ନେଇକିରି ମୋତେ ଯିବେ। ଆପଣଙ୍କର କୌଣସି ଅସୁବିଧା ହେବନି ମୋତେ ଟିକିଏ ସପୋର୍ଟ କଲେ। ତ ଚାଲନ୍ତୁ ଆଉ ଆଜିର ଦିନଟି କେମିତି କଟୁଛି କ'ଣ କରୁଛି ଆପଣମାନଙ୍କ ସାଙ୍ଗରେ କିଛି ମୁଁ ସେୟାର କରିବି। ତ ଚାଲନ୍ତୁ ସାଙ୍ଗମାନେ 9ଟା ବାଜି 8:30 ହେଇଗଲାଣି। ଚାଲନ୍ତୁ। ତ ଏଇଠି ଆସିଲି ଚା ଟିକେ ଯେମିତି କହିଥିଲେ ଚା ଟିକେ ବସେଇ ନେଇଛି। ଏପଟେ ଭାତ ପାଣି ବି ରେଡ଼ି କରିଦେଇଛି। ଆଉ ଇଏ ଯେଉଁ ବ୍ରେଡ଼୍ ଟିକେ ଥିଲା ମୁଁ କାଲିଠୁ ଗରମ କରିଥିଲି ସେ ଖାଇନଥିଲି। ତାକୁ ସେ ଥୁଆ ହେଇଥିଲା ପ୍ରେସର୍ ହଟ୍କେସ୍ ଦିହରେ। ତାକୁ କ'ଣ କଲି ମୁଁ ଟିକେ ଗରମ କରିଦେବି ଆଉ ଚକୁଳି କରିକି ମୁଁ ଟିକେ ଚା ଦିହରେ ଖାଇବି। ତରକାରୀ ଯେହେତୁ ଟିକେ ଥିଲା ଅଳ୍ପ ଥିଲା ମୁଁ କହିଲି ସେ ଭାଇ ଭଉଣୀଙ୍କର ହେଇଯିବ ମୋର ବି ଚା ଟିକେ ହେଇଗଲେ ହେଇଯିବ। ଯାହା ଯେମିତି କରି ସକାଳ ଖାଇବାଟା ଟିକେ ଆଡ଼ଜଷ୍ଟ କରିଦେଲେ ଗଲା। ଆଉ ଏତେଟା ବି ସକାଳ ଖାଇବାଟା ଏତେ ବି ମାନେ ଇଏ ନାହିଁ ଯେ ସିରିୟସ୍ ନାହିଁ ଏଇଟା ହେଲେ ଖାଇବୁ ସେଇଟା ହେଲେ ଖାଇବୁ। ଯାହା ଯେମିତି ହେଲା ମନ ତ ହେଲା ଟିକେ ଚା କରିବା ପାଇଁ। ତ ଆସିଲେ ଏଇଠି ଗରମ କରିକିରି ଏଇଠି ବସିକି ଟିକେ ଖାଉଛି। ଗରମ ତ ଲାଗୁଛି। ଟିଭି ଫ୍ୟାନ୍ ଲାଗି ଟିଭି ଲଗେଇ ଟିକେ ଦେଖୁଛି। ଏଇଠି ବସିଲି ଖାଇବା ପାଇଁ। ସେଇଠୁ ତାପରେ ସେଠୁ ଜିନୁ ସେ ସବୁ ଉଠିଲେ ଗାଧୁଆ ପାଧୁଆ କଲେ। ଆଦି ଗାଧେଇନି କିନ୍ତୁ ସେ ଗାଧୁଆ ପାଧୁଆ ସରିଲେ ତାଙ୍କୁ ସବୁ ଖାଇବାକୁ ଦେଇଦେଲି। ଆସିଲା ବେଳକୁ କପଡ଼ା ପତ୍ର ସବୁ ଜିନୁ ଗଦା କରିଛି। ତାକୁ ସବୁ ଫୋଲ୍ଡ କରିକିରି ସାଇଜ୍ କରି ଫେରେ ଶୋକେସ୍ ଦେହରେ ସବୁ ରହିବ। ତାପରେ ଆଜି ତ ସଣ୍ଡେ ସବୁ ସଫାସଫି ହେବ। ଆଉ ଜିନୁ କହିଲା ମାମା ସେଠୁ ମୁଁ ସେଠିକି ହେଇଥିଲା ଆସି 10ଟା 10:30 ମୋର ଇଚ୍ଛା ଜମା ନଥିଲା ଫେରେ ନେଲି। କହିଲେ ହଉ ଚାଲ ଟିକେ ନେଇ ଆସିବା। କାହିଁକିନା 2 ସପ୍ତାହ ହେଲେ ଭଲ ଭାବରେ ଆଇଁଷ ଛୁଆମାନଙ୍କର ଖାଇବାଟା ହେଇନି ଦେହ ଖରାପ ହେଲା ଦିନ। ତେଣୁ ମୁଁ କହିଲି ଚାଲ ଟିକେ ନେଇ ଆସିବା। ତେଣୁ ଗଲୁ ଜିନୁର ମୋର ଗଲୁ ମାଛ ଟିକେ ପୋହଳା ମାଛ ଟିକେ ଏଇ ଯେଉଁ ବଡ଼ ପୋହଳା ସିଏ ପୋହଳା ମାଛ ଟିକେ ନେଇକିରି ଆସିଲି ଯେମିତି ସେଇଠୁ ମୁଁ ମୋର ଡ୍ରେସ୍ ପତ୍ର ବଦଳାବଦଳି କରୁଛି। କିନ୍ତୁ ଜିନୁ ତାର ଟିକେ ଭଜା ଏପଟେ ବସେଇ ନେଉଛି। ମୋତେ କହିଲା ମାମା ମୁଁ ଆଜି ପଖାଳ ଖାଇବି। ମୁଁ କହିଲି ପଖାଳ ତ ମୁଁ ଭାତ ଡାଲି ଆଉ ପୋଟଳ ଆଳୁ ବାଟି ଦେଇଥିଲି ଭାଜିବି ବୋଲିକା। ମୁଁ କହିଲି ତୁ ଯଦି ପଖାଳ ଖାଇବୁ ଖା ମୋତେ ଥଣ୍ଡା ମୁଁ ତ ଖାଇବିନି ଆଦି ତ ଖାଇବନି। ନାଇଁ ମାମା ମୁଁ ପଖାଳ ଖାଇବି। ମୁଁ କହିଲି ହଉ ଠିକ୍ ଅଛି। ମୁଁ ସେଇଠୁ ମାଛ ସେ ସେଇଠୁ ଭାଜିଦେଲା। ମୁଁ ସେଇଠୁ ମାଛ କ'ଣ କଲି କଡ଼େଇ ବସେଇନି ଆଇଲି ମାଛଟା ପକାଇବା ପାଇଁ। ସେ ସେଇଠୁ କହିଲା ମାମା ମୁଁ ଭାଜିବି। ମୁଁ କହିଲି ହଉ। କାହିଁକି ନା ସକାଳେ ମୋତେ ଯେତେବେଳେ ଗଲା ମୁଁ କହିଲି କିଚେନ୍ରେ ବହୁତ ଗରମ ଲାଗୁଛି ଜଲ୍ଦି ରୋଷେଇ ସାରିବିନି କୁଆଡ଼େ ଗରମ ଲାଗୁଛି। ମୁଁ କହିଲି ତୁ ଗଲୁ ଅଧଘଣ୍ଟା ଘଣ୍ଟେ ଠିଆ ହେବୁ ତାପରେ ଯାଇ ଦେଖିବୁ। ସେଇଠୁ ନିଜେ ଯାଇ ଯେମିତି 2ଟା ଆଇଟମ୍ କଲା ଭଜାଟା ମାଛ ଭଜାଟା ଗଲା ଜାଣିପାରିଲା। କହିଲା ସତ କଥା ଲୋ ମାମା କିଚେନ୍ରେ ବହୁତ ଗରମ ଲାଗୁଛି। ମୁଁ କହିଲି ଆଉ ଫେରେ କହୁଛୁ ସେଇଥିପାଇଁ ମନ ହେଉନି ଯେ ଫଟାଫଟ ରୋଷେଇବାସ କରିଦେବା ତାପରେ ବସିବା। ତ ଏଇଠି ହାଦିକି ଦେଇଦେଲି ଡାଲି ଭାତ ମାଛ ଭଜା ସିଏ ଖାଇବ। ଆମର ପୋଟଳ ଆଳୁ ଭଜା ତାକୁ ଆଳୁ ଭଜା ମଧ୍ୟ ବାଛିକି ଦେଲି। ଆଉ ଜିନୁର ପଖାଳ ଏମିତି ସବୁ ଆଜିର
ସୁଖେ ଦୁଃଖେ ଯାହା ଯେମିତି ବଳିଲା ଯାହା ଯେମିତି ମିଳିଲା ସେଇଟା ଆମେ କରିକିରି ଖାଇଲୁ। ଆଉ ତାର ତ ପଖାଳ, ମୋର ଭେଣ୍ଡି ଟିକେ ପଡ଼ିଥିଲା, ତାପରେ ମାଛ ଛେଚା, ତାର ମାଛଟା ସେ ପିଆଜ ସବୁ ମସଲା ପକାଇ ଛେଚିଛି। ଆଉ ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ନ୍ୟୁ ଥିଲେ ସବସ୍କ୍ରାଇବ୍ କରିବେ। ନେକ୍ସଟ ଗୋଟେ ଦେଖା ହେବି, କଥା ହେବି, ରଖୁଛି।